ପିଲାମାନେ ତୁମମାନଙ୍କୁ CHSE ପାଠଶାଳାକୁ ସ୍ୱାଗତ। ଆଜି ଆମେ ପଢିବା ଏଠାରେ +2 ସେକେଣ୍ଡ ଇୟର ଆର୍ଟ୍ସର ଇତିହାସ ବହିର ଏକାଦଶ ଅଧ୍ୟାୟ, ଯାହାକି ଅଛି ତୁମର ସୁଫି ଏବଂ ଭକ୍ତି ଆନ୍ଦୋଳନ ଏବଂ ସନ୍ତମାନଙ୍କର ବାଣୀ ଏବଂ ସମାଜ ଉପରେ ଏହାର ପ୍ରଭାବ। ପ୍ରଥମେ ଆମେ ଦେଖିବା ମଧ୍ୟଯୁଗୀୟ ଭାରତରେ ସୁଫି ଏବଂ ଭକ୍ତି ଆନ୍ଦୋଳନ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥିଲା। ଅର୍ଥାତ୍ এই ସୁଫି ଏବଂ ଭକ୍ତି ଆନ୍ଦୋଳନ ମଧ୍ୟଯୁଗରେ ହିଁ ଭାରତରେ ଆବିର୍ଭାବ ହୋଇଥିଲା। ସୁଫି ମାନେ ହିନ୍ଦୁ ଓ ମୁସଲମାନ ଉଭୟଙ୍କୁ ପ୍ରଭାବିତ କରିପାରିଥିଲେ। ଅର୍ଥାତ୍ ସୁଫି ସନ୍ଥ ମାନଙ୍କର ଉଭୟ ହିନ୍ଦୁ ଏବଂ ମୁସଲମାନ ଅନୁଗାମୀ ମାନେ ଥିଲେ। ସେହିପରି ଭକ୍ତି ଆନ୍ଦୋଳନରେ କବି ଗୁରୁ ନାନକ ଏବଂ ଶ୍ରୀ ଚୈତନ୍ୟଙ୍କ ବାଣୀ ସମାଜକୁ ଗଭୀର ଭାବେ ପ୍ରଭାବିତ କରିଥିଲେ। ଭକ୍ତି ଆନ୍ଦୋଳନର ପ୍ରମୁଖ ଥିଲେ କବୀର, ଗୁରୁ ନାନକ ଏବଂ ଶ୍ରୀ ଚୈତନ୍ୟ। ପ୍ରଥମେ ଦେଖିବା ସୁଫିବାଦ। ମଧ୍ୟଯୁଗରେ ମୁସଲମାନ ସାଧୁ ସନ୍ଥ ମାନଙ୍କର ଆବିର୍ଭାବ ହୋଇଥିଲା। ସେମାନେ ଇସଲାମକୁ ସରଳ ଓ ସଂସ୍କାରିତ କରିବାକୁ ଚେଷ୍ଟା କରିଥିଲେ ଏବଂ ଅନ୍ୟ ଧର୍ମର ଉପାଦାନ ମଧ୍ୟ ଗ୍ରହଣ କରିଥିଲେ। ସେଇମାନଙ୍କୁ ସାଧାରଣତଃ ସୁଫି କୁହାଯାଏ। ଅର୍ଥାତ୍ ମଧ୍ୟଯୁଗରେ ଯେଉଁ ମୁସଲମାନ ସନ୍ଥମାନେ ଆବିର୍ଭାବ ହୋଇଥିଲେ, ସେମାନେ ଇସଲାମକୁ ସରଳ କରିଥିଲେ। ଅର୍ଥାତ୍ ଇସଲାମର ଜଟିଳ ପଦ୍ଧତିକୁ ପରିବର୍ତ୍ତନ କରି ସରଳ କରିବାକୁ ଚେଷ୍ଟା କରିଥିଲେ ଏବଂ ସେ ଧର୍ମରେ ଥିବା କୁସଂସ୍କାର ଗୁଡ଼ିକ ଦୂର କରିବାକୁ ଚେଷ୍ଟା କରିଥିଲେ ଏବଂ ଅନ୍ୟାନ୍ୟ ଧର୍ମର ଯେଉଁ ଉପାଦାନ ଗୁଡ଼ିକ ଥିଲା ସେଗୁଡ଼ିକ ମଧ୍ୟ ସେ ଗ୍ରହଣ କରିଥିଲେ। ଏହି ପ୍ରକାର ସାଧୁ ସନ୍ଥ ମାନଙ୍କୁ ସୁଫି କୁହାଯାଉଥିଲା। ଭାରତରେ ଚିସ୍ତି, ସୁହର୍ଦି, କ୍ୱାଦିର, ନକ୍ସବନ୍ଦୀ ପ୍ରଭୃତି ସୁଫି ସମ୍ପ୍ରଦାୟ ମାନଙ୍କର ବାଣୀ ପ୍ରଚଳିତ ଥିଲା। ପ୍ରଥମେ ଦେଖିବା ଚିସ୍ତି ସମ୍ପ୍ରଦାୟ। ଚିସ୍ତି ସମ୍ପ୍ରଦାୟରେ ମଇଜୁଦ୍ଦିନ ଚିସ୍ତି, ଯିଏକି 1143 ରୁ 1236 ଖ୍ରୀଷ୍ଟାବ୍ଦରେ ଅଟନ୍ତି, ସେ ଆଜମିର ଠାରେ ରହୁଥିଲେ ଏବଂ ସେ ଏକୈଶ୍ୱରବାଦକୁ ପ୍ରଚାର କରୁଥିଲେ। ସେହିପରି ଚିସ୍ତି ସମ୍ପ୍ରଦାୟ ଅନ୍ୟ ଜଣେ ପ୍ରମୁଖ ସନ୍ଥ ହେଉଛନ୍ତି ଫରିଉଦ୍ଦିନ ଗଞ୍ଜ ଇଶକର, ଯିଏକି ବାବା ଫରିଦ ନାମରେ ପ୍ରସିଦ୍ଧ ଲାଭ କରିଥିଲେ। ସେ ହାନ୍ସି ଠାରେ ରହି କାର୍ଯ୍ୟ କରୁଥିଲେ। ସେ ଚିସ୍ତି ସମ୍ପ୍ରଦାୟର ପ୍ରସାର ପାଇଁ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଅନ୍ୟ ଜଣେ ଚିସ୍ତି ସମ୍ପ୍ରଦାୟର ସନ୍ଥ ହେଉଛନ୍ତି ନିଜାମୁଦ୍ଦିନ ଅହୁଲିଆ, ଯିଏକି 1238 ରୁ 1325 ଖ୍ରୀଷ୍ଟାବ୍ଦ ମଧ୍ୟରେ ଥିଲେ ଏବଂ ସିଏ ଦିଲ୍ଲୀର କିଆସପୁର ନିକଟରେ ରହୁଥିଲେ। ତାଙ୍କର ନୈତିକ ଶିକ୍ଷା ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ପାଇଁ ସେ ପ୍ରସିଦ୍ଧ ଲାଭ କରିଥିଲେ। ସେହି ଚିସ୍ତି ସମ୍ପ୍ରଦାୟର ଅନ୍ୟ ସନ୍ଥମାନେ ହେଲେ ନାସିରୁଦ୍ଦିନ ଚିରାଗ-ଇ ଦେହଲୀ ଏବଂ ସଲିମ ଚିସ୍ତି। এই ସଲିମ ଚିସ୍ତି ସେ କଣ କରୁଥିଲେ ନା ଆକବରଙ୍କ ସମୟରେ ଫତେହପୁର ସିକ୍ରିରେ ହିଁ ରହୁଥିଲେ। ତାପରେ ଅନ୍ୟ ଏକ ସୁଫି ସମ୍ପ୍ରଦାୟ, ଯାହାକି ସୌହାର୍ଦୀ ସମ୍ପ୍ରଦାୟ ନାମରେ ପରିଚିତ। ଏହାର ପ୍ରତିଷ୍ଠାତା ହେଉଛନ୍ତି ୱାହଉଦ୍ଦିନ ଜାକରିଆ ସୌହାର୍ଦୀ ଏବଂ ଏହି ସମ୍ପ୍ରଦାୟର ଅନ୍ୟ ସନ୍ଥମାନେ ହେଲେ ସଦରୁଦ୍ଦିନ ଆରିଫ ଏବଂ ରୁକନୁଦ୍ଦିନ ଆବୁଲ ଫଥ ଏବଂ ମହମ୍ମଦ ବିନ ତୁଗଲକ ଫିରୋଜ ତୁଗଲକ ଶାସନ କାଳରେ ଏହି ସମ୍ପ୍ରଦାୟ ଲୋକପ୍ରିୟ ହୋଇଥିଲା। ଅର୍ଥାତ୍ ସୌହାର୍ଦୀ ସମ୍ପ୍ରଦାୟ ଲୋକପ୍ରିୟ ହୋଇଥିଲା। ଅନ୍ୟ ଏକ ସମ୍ପ୍ରଦାୟ ହେଉଛି କ୍ୱାଦିର ସମ୍ପ୍ରଦାୟ। ତାର ପ୍ରତିଷ୍ଠାତା ହେଉଛନ୍ତି ଅବଦୁଲ କାଦିର ଜିଲାନୀ, ଯିଏକି ବାଗଦାଦର ଅଟନ୍ତି। ଭାରତରେ ଯେଉଁ କାଦିର ସମ୍ପ୍ରଦାୟ ପ୍ରଚାର ପ୍ରସାର କରୁଥିଲେ ସିଏ ହେଲେ ଶାହ ନିୟାମତୁଲ୍ଲା ଏବଂ ମଖଦୁମ ମହମ୍ମଦ ଜିଲାନୀ। ଏହି ସମ୍ପ୍ରଦାୟର ମୁଖ୍ୟ କେନ୍ଦ୍ର ଥିଲା ସିନ୍ଧୁ ପ୍ରଦେଶ ଏବଂ ଅନ୍ୟାନ୍ୟ ସନ୍ଥ ଏହି ସମ୍ପ୍ରଦାୟର କାଦିର ସମ୍ପ୍ରଦାୟର ବିଲଙ୍ଗ କରୁଥିଲେ
ସଇଦ ହମିଦ ଗଞ୍ଜ ବକ୍ସ, ଶଇଖ ଦାଉଦ କମାନି, ଶଇଖ ମୌଲା କାଦିର। ସେହିପରି ଭାବରେ ଅନ୍ୟ ଏକ ସୁଫି ସମ୍ପ୍ରଦାୟ ଯାହାକି ନକ୍ସବନ୍ଦୀ ସମ୍ପ୍ରଦାୟ ନାମରେ ପରିଚିତ। ଏହାର ପ୍ରତିଷ୍ଠାତା ଥିଲେ ଖ୍ୱାଜା ୱାହିଉଦ୍ଦିନ ନକ୍ସବନ୍ଦ। ଏବଂ ଭାରତରେ ଏହି ନକ୍ସବନ୍ଦୀ ସମ୍ପ୍ରଦାୟର ସନ୍ତମାନେ ଥିଲେ ଖ୍ୱାଜା ବାକିବୁଲ୍ଲା, ଶେଖ ଅହମଦ ସହରଦୀ ଏବଂ ସଚ୍ଚା ସାହେବ ବୁରହାନ ଶାହା ବଲିଉଲ୍ଲାହ। ସେହିପରି ଭାବରେ ଅନ୍ୟାନ୍ୟ ଯେଉଁ ସୁଫି ସମ୍ପ୍ରଦାୟ ଯେପରି ଭାବରେ ଭାରତରେ ପ୍ରସାର ଲାଭ କରିଥିଲା, ସେ ତୁଳନାରେ ନକ୍ସବନ୍ଦୀ ସମ୍ପ୍ରଦାୟ ଭାରତରେ ସେତେ ପ୍ରସାର ଲାଭ କରିନଥିଲା। ଏହାର ପ୍ରଭାବ ଅନ୍ୟ ସମ୍ପ୍ରଦାୟ ତୁଳନାରେ କମ୍ ଥିଲା। ଏବେ ଦେଖିବା ଏଇ ଯୋଉ ଭକ୍ତି ଆନ୍ଦୋଳନର ପ୍ରମୁଖ ସନ୍ଥ ମାନେ। ଏଠାରେ ପ୍ରମୁଖ ସନ୍ଥ ଭିତରେ ପ୍ରଥମେ ହେଲେ କବିର, ଯିଏକି 15-10 ଶତାବ୍ଦୀର। ତାଙ୍କର ସମାଜରେ କଣ କରିଥିଲେ ନା ଜାତି ପ୍ରଥା ଧାର୍ମିକ ଆଡ଼ମ୍ବରକୁ ସେ ବିରୋଧ କରୁଥିଲେ। ଏକ ପରମ ସତ୍ୟ ଓ ଭକ୍ତି ଉପରେ ଗୁରୁତ୍ୱ ଦେଉଥିଲେ। ଜାତି ପ୍ରଥା ଧାର୍ମିକ ଆଡ଼ମ୍ବରଟାକୁ ବିରୋଧ କରୁଥିଲେ, ପରମ ସତ୍ୟ ଏବଂ ଭକ୍ତି ଉପରେ ଗୁରୁତ୍ୱ ଦେଉଥିଲେ। ଅନ୍ୟ ଜଣେ ପ୍ରମୁଖ ସାଧୁ ହଉଛନ୍ତି, ସନ୍ଥ ହଉଛନ୍ତି ଶ୍ରୀ ଗୁରୁ ନାନକ, ଯିଏକି 1469 ରୁ 1539 ମଧ୍ୟରେ। ସେ ହଉଛନ୍ତି ଶିଖ ଧର୍ମର ସ୍ଥାପକ। ଏକ ପରମାତ୍ମା, ସାମାଜିକ ସମାନତା, ସତ୍ୟ ଜୀବନର ପ୍ରଚାର କରିଥିଲେ। ଅନ୍ୟ ଜଣେ ସନ୍ଥ ହଉଛନ୍ତି ଶ୍ରୀ ଚୈତନ୍ୟ, ଯିଏକି 1486 ରୁ 1533 ମଧ୍ୟରେ। ଭକ୍ତି ଭାବ ପ୍ରଦାନ କୃଷ୍ଣ ଭଜନ ପ୍ରଚାର କରି ଓଡ଼ିଶା ବଙ୍ଗ ପ୍ରଦେଶ ଲୋକପ୍ରିୟ ହୋଇଥିଲେ ଶ୍ରୀ ଚୈତନ୍ୟ। ବର୍ତ୍ତମାନ ଦେଖିବା ଏଇ ଭକ୍ତି ଆନ୍ଦୋଳନ ଏବଂ ସୁଫି ଆନ୍ଦୋଳନ ଫଳରେ ସମାଜରେ କଣ ପ୍ରଭାବ ପଡିଥିଲା ନା ଧାର୍ମିକ ସାମଞ୍ଜସ୍ୟ ସହିଷ୍ଣୁତା ବୃଦ୍ଧି ପାଇଥିଲା। ଅର୍ଥାତ୍ ସମାଜରେ ହିନ୍ଦୁ ଏବଂ ମୁସଲମାନ ମଧ୍ୟରେ ସାମଞ୍ଜସ୍ୟ ବୃଦ୍ଧି ପାଇଥିଲା, ପରସ୍ପର ସହିଷ୍ଣୁତା ବୃଦ୍ଧି ପାଇଥିଲା। ତାପରେ କଣ ହେଇଥିଲା ନା ଜାତି ପ୍ରଥା ଓ ଧାର୍ମିକ କଠୋରତାକୁ ଚିନ୍ତା ଓ ଆଲୋଚନାକୁ ଉତ୍ସାହିତ କରିଥିଲା। ଅର୍ଥାତ୍ ଜାତି ପ୍ରଥା ଲୋପ ପାଇବା ବସିଥିଲା, ଜାତି ପ୍ରଥାର ତିକ୍ତତା କମି ଯାଇଥିଲା, ଧାର୍ମିକ କଠୋରତାଠାରୁ ଲୋକ ଦୂରେଇ ଯାଇଥିଲେ ଏବଂ ସବୁ କଥାରେ ଚିନ୍ତା ଓ ସମାଲୋଚନା କରିପାରୁଥିଲେ। ଏବଂ ସ୍ଥାନୀୟ ଯେତିକି ଭାଷା ଥିଲା ସେ ଭାଷାର ଉନ୍ନତିକରଣ ହେଇଥିଲା, ଯେପରି ତମର କବିରଙ୍କର ଦୋହା, ଗୁରୁ ନାନକଙ୍କର ବାଣୀ, ଏଗୁଡିକ କଣ ହଉଥିଲା ହିନ୍ଦୀ ଭାଷା, ଗୁରୁ ନାନକ ବାଣୀ ଗୁରୁମୁଖୀ ଭାଷା ବା ତମର ପଞ୍ଜାବୀ ଭାଷାରେ କଣ ହଉଥିଲା ଲେଖାମାନ ହଉଥିଲା। ସେହିପରି ସରଳ ଭକ୍ତି ମାର୍ଗ ମାଧ୍ୟମରେ ସାଧାରଣ ଲୋକଙ୍କ ନିକଟରେ ଇଏ ପହଞ୍ଚି ପାରୁଥିଲା। ତ ଭକ୍ତି ଆନ୍ଦୋଳନ ଦ୍ୱାରା ଏଇ ସରଳ ଭକ୍ତି ମାର୍ଗ ମାଧ୍ୟମରେ ଧର୍ମ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁଥିଲା। ତାପରେ ଆମେ ଦେଖିବା ଭାରତୀୟ ସମାଜ ଉପରେ ସୁଫି ଆନ୍ଦୋଳନ କଣ ପ୍ରଭାବ ପଡିଥିଲା। ପ୍ରଥମ ପ୍ରଭାବ ପଡିଲା ସାମାଜିକ ଓ ଧାର୍ମିକ ସଂସ୍କାର। ସୁଫି ସନ୍ଥ ମାନେ ସମାଜର ସୁଧାରକ ଥିଲେ। ସେମାନେ ଜାତି ପ୍ରଥା, ବହୁ ଦେବତା ପୂଜା, ଜଟିଳ କର୍ମକାଣ୍ଡକୁ ତୀବ୍ର ବିରୋଧ କରୁଥିଲେ। ଅର୍ଥାତ୍ ସମାଜରେ ଜାତି ପ୍ରଥା ଦୂର ହେଉଥିଲା, ବହୁ ଦେବତା ପୂଜାକୁ ଛାଡିକି ସେମାନେ ଏକ ଦେବତା ଏକଶ୍ୱରବାଦରେ ବିଶ୍ୱାସ କରୁଥିଲେ ଏବଂ ଜଟିଳ କର୍ମକାଣ୍ଡ ବଦଳରେ ସରଳ କର୍ମକାଣ୍ଡର ପ୍ରଚଳନ ହଉଥିଲା। ସେମାନଙ୍କର ମୂଳ ତତ୍ତ୍ୱ ଥିଲା ଏକଶ୍ୱରବାଦ, ଭକ୍ତି ଆଉ ପ୍ରେମ। ଆଡମ୍ବରତା ଯେହେତୁ ଚାଲି ଯାଇଥିଲା, ତେଣୁକରି ସେମାନେ ଭକ୍ତି ପ୍ରେମ ମାଧ୍ୟମରେ ଈଶ୍ୱରଙ୍କର ଉପାସନା କରୁଥିଲେ ଏବଂ ଏକ ଈଶ୍ୱରକୁ ସେମାନେ ପୂଜା ଅର୍ଚ୍ଚନା କରୁଥିଲେ। ସେମାନେ ନାରୀର ଉନ୍ନତି ଏବଂ ସତୀ ପ୍ରଥା ବିରୋଧରେ ସ୍ୱରୋତ୍ତୋଳନ କରୁଥିଲେ। ତ ନାରୀର ଉନ୍ନତି ହଉଥିଲା, ସାମାଜିକ ସ୍ଥିତିରେ ସେମାନଙ୍କର ଉନ୍ନତି ହୋଇପାରୁଥିଲା ଏବଂ ସତୀ ପ୍ରଥା ବିରୋଧରେ ଏହି ଭକ୍ତି ଆନ୍ଦୋଳନର ସ୍ୱରୋତ୍ତୋଳନ ହୋଇପାରୁଥିଲା। ଜନ୍ମ ନୁହେଁ କର୍ମକୁ ଗୁରୁତ୍ୱ ଦେଇ ସେମାନେ ସମାନତା,
ନିରାମ୍ବର ଧାର୍ମିକ ଜୀବନ ଯାପନ କରୁଥିଲେ। ଆଉ କଣ ହଉଥିଲା? ହିନ୍ଦୁ ମୁସଲମାନ ମଧ୍ୟରେ ଏକତା ବଢି ଚାଲିଥିଲା। ସୁଫି ମାନେ ଉଭୟ ଧର୍ମର ସାମଞ୍ଜସ୍ୟ ଉପରେ ଗୁରୁତ୍ୱ ଦେଇ ଏକତା ସ୍ଥାପନ କରିବାକୁ ଚେଷ୍ଟା କରୁଥିଲେ। ହିନ୍ଦୁ ମୁସଲମାନ ମଧ୍ୟରେ ଏକତା ସ୍ଥାପନ କରିବାକୁ ଚେଷ୍ଟା କରୁଥିଲେ, ଯାହା ଫଳରେ ହିନ୍ଦୁ ମୁସଲମାନ ମଧ୍ୟରେ ଉଦାରତା ଓ ସହିଷ୍ଣୁତା ବୃଦ୍ଧି ପାଇଥିଲା। ପରସ୍ପର ପ୍ରତି ବିଦ୍ୱେଷ ଭାବ ହ୍ରାସ ହୋଇଥିଲା। ସ୍ନେହ ଓ ପ୍ରେମର ଶିକ୍ଷା। ସୁଫି ମାନେ ପରସ୍ପରକୁ ସ୍ନେହ ଓ ପ୍ରେମ କରିବାକୁ ଉପଦେଶ ଦେଉଥିଲେ। ମାନବତା, ସେବା, ଭକ୍ତିକୁ ଈଶ୍ୱର ଏକମାତ୍ର ମାର୍ଗ ବୋଲି ସେମାନେ କହୁଥିଲେ। ସେହିପରି ଆମେ ଦେଖିବା ଆଞ୍ଚଳିକ ସାହିତ୍ୟର ବିକାଶ ହୋଇଥିଲା ସେହି ସମୟରେ। ସୁଫି ସନ୍ତମାନେ ସ୍ଥାନୀୟ ଭାଷାରେ ନିଜ ବାଣୀ ପ୍ରଚାର କରୁଥିଲେ, ଯାହାଫଳରେ କି ସ୍ଥାନୀୟ ଭାଷାର ବିକାଶ ହୋଇପାରୁଥିଲା। କୋଉ କୋଉ ଭାଷା? ନା ପଞ୍ଜାବୀ, ଗୁରୁମୁଖୀ ଭାଷା, ଆଉ ସିନ୍ଧି ଭାଷା, ହିନ୍ଦୀ ଭାଷା, ବଙ୍ଗଳା ଏବଂ ମରାଠୀ ଭାଷାର ଯଥେଷ୍ଟ ଉନ୍ନତି ଘଟିଥିଲା। ସ୍ଥାନୀୟ ଭାଷାର ରଚିତ ସୁଫି କାବ୍ୟ ଭଜନ ଜନସାଧାରଣ ପ୍ରଭାବିତ କରିଥିଲା। ଯେହେତୁ ଏଗୁଡିକ ସରଳ ଥିଲା, ସ୍ଥାନୀୟ ଭାଷା ବୁଝିବାରେ ଅସୁବିଧା ନଥିଲା, ତେଣୁକରି ଏ ଜନସାଧାରଣ ମାନଙ୍କୁ ବେଶ ପ୍ରଭାବିତ କରିପାରିଥିଲା। ଆମେ ଏଠିରୁ କଣ ଜାଣିଲେ? ଏ ସୁଫି ଆନ୍ଦୋଳନ, ଭକ୍ତି ଆନ୍ଦୋଳନ ନା ସୁଫି ଆନ୍ଦୋଳନ ମଧ୍ୟଯୁଗ ଭାରତରେ ଏକ ସଂସ୍କାରମୟ ଯୁଗ ଆରମ୍ଭ କରିଥିଲା। ସୁଫି ଆନ୍ଦୋଳନ ଦ୍ୱାରା ସଂସ୍କାରମୟ ଯୁଗ ଆରମ୍ଭ ହେଇଥିଲା, କୁସଂସ୍କାର ଦୂର ହବାକୁ ଲାଗିଥିଲା। ଏହା ହିନ୍ଦୁ ମୁସଲମାନ ମଧ୍ୟରେ ବିଦ୍ୱେଷ ପ୍ରଶମନ କରି ଧାର୍ମିକ ସହିଷ୍ଣୁତା ବୃଦ୍ଧି କଲା। ଅର୍ଥାତ୍ ହିନ୍ଦୁ ଆଉ ମୁସଲମାନ ମଧ୍ୟରେ ଭାଇଚାରା ବୃଦ୍ଧି କରିଥିଲା ଆଉ ବିଦ୍ୱେଷକୁ ଦୂରେଇ ଦେଇଥିଲା। ସେମାନଙ୍କର ସରଳ ଜୀବନଯାପନ ଶୈଳୀ, ନିରାମ୍ବର ଭକ୍ତି ମାର୍ଗ ପରବର୍ତ୍ତୀ ଭକ୍ତି ଆନ୍ଦୋଳନ ପାଇଁ ମାର୍ଗ ପ୍ରସ୍ତୁତ କଲା। ତ ଏଠାରେ କଣ ଥିଲା? ନା ସେମାନଙ୍କ ସରଳ ଜୀବନଯାପନ ଏବଂ ନିରମ୍ବର ଭକ୍ତି କଣ ହେଲା? ନା ପରବର୍ତ୍ତୀ ସମୟରେ ଭକ୍ତି ଆନ୍ଦୋଳନ ପାଇଁ ମାର୍ଗ ପ୍ରସ୍ତୁତି କଲା। ଆମେ ଏବେ ଦେଖିବା ନିଶ୍ଚୟ ଭକ୍ତି ଆନ୍ଦୋଳନ। ସେ ଥିଲା ସୁଫି ଆନ୍ଦୋଳନ, ଏଥର ଦେଖିବା ଭକ୍ତି ଆନ୍ଦୋଳନ। ମଧ୍ୟଯୁଗରେ ଭକ୍ତି ଆନ୍ଦୋଳନ ଧାର୍ମିକ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଥିଲା। ଜଟିଳ କର୍ମକାଣ୍ଡ, ବାହ୍ୟ ଆଡମ୍ବରକୁ ବିରୋଧ କରି ସରଳ ପ୍ରେମ ମାର୍ଗ ଉପରେ ଗୁରୁତ୍ୱ ଦେଇଥିଲେ। ଭକ୍ତି ଆନ୍ଦୋଳନ ଯୋଉମାନେ ପ୍ରବକ୍ତା ଥିଲେ, ସେମାନେ ଆଡମ୍ବର, କର୍ମକାଣ୍ଡ, ଜଟିଳ କର୍ମଠାରୁ ଦୂରେଇ ରହି ସରଳ ଭକ୍ତି ଉପରେ ଗୁରୁତ୍ୱ ଦଉଥିଲେ ଏବଂ ପ୍ରେମର ମାର୍ଗ ଉପରେ ଗୁରୁତ୍ୱ ଦଉଥିଲେ। ଏହାର ଉତ୍ପତ୍ତି ଦକ୍ଷିଣ ଭାରତରେ ହୋଇଥିବାର ବିଶ୍ୱାସ କରାଯାଏ। ଏହି ଭକ୍ତି ଆନ୍ଦୋଳନ ଦକ୍ଷିଣ ଭାରତରେ ସୃଷ୍ଟି ହୋଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏହା ରାମାନନ୍ଦ, କବୀର, ଗୁରୁ ନାନକ, ଚୈତନ୍ୟ ଆଦିଙ୍କ ସନ୍ଥ ମାନଙ୍କ ମାଧ୍ୟମରେ ସାରା ଭାରତରେ ଇଏ ପ୍ରସାରିତ ହୋଇଥିଲା। ଆମେ ଦେଖିବା ଏଥର ଭକ୍ତି ଆନ୍ଦୋଳନର କଣ କାରଣ ଥିଲା, କଣ ପାଇଁ ଭକ୍ତି ଆନ୍ଦୋଳନ ଦେଖା ଦେଇଥିଲା? ନା ହିନ୍ଦୁ ସମାଜର ରକ୍ଷଣଶୀଳତା। ହିନ୍ଦୁ ସମାଜରେ କଣ ଥିଲା? ଜାତି ପ୍ରଥା ଥିଲା, ଧାର୍ମିକ ଜଟିଳ ଧାର୍ମିକ ପଦ୍ଧତି ଥିଲା। ଏଥିରୁ ମୁକ୍ତି ପାଇବା ପାଇଁ ଭକ୍ତି ଆନ୍ଦୋଳନ ଆରମ୍ଭ ହୋଇଥିଲା। ଦ୍ୱିତୀୟ କାରଣଟି ହଉଛି ହିନ୍ଦୁ ମୁସଲମାନଙ୍କର ସମ୍ପର୍କର ସୁଧାର। ଦୀର୍ଘ ସମୟ ସେମାନେ ଏକତ୍ର ବସବାସ କରିବା ବେଳେ ଉଭୟ ସମ୍ପ୍ରଦାୟ ମଧ୍ୟରେ ବୁଝାମଣା, ସହଯୋଗ ବୃଦ୍ଧି ପାଇଥିଲା, ଯାହା ଫଳରେ କି এই ଭକ୍ତି ଆନ୍ଦୋଳନ ପ୍ରସାର ଲାଭ କରିପାରିଥିଲା। ଧାର୍ମିକ ସାମଞ୍ଜସ୍ୟର ଅନୁଭୂତି। ଚିନ୍ତାଶୀଳ ବ୍ୟକ୍ତିମାନେ ଉଭୟ ଧର୍ମରେ ଥିବା ସାମାନ୍ୟ ତତ୍ତ୍ୱ ଦେଖି ଏକ ସାମଞ୍ଜସ୍ୟପୂର୍ଣ୍ଣ ମାର୍ଗ ଖୋଜିବାକୁ ପ୍ରେରଣା ପାଇଥିଲେ। ଯେହେତୁ ଏ ଚିନ୍ତାଶୀଳ ବ୍ୟକ୍ତିମାନେ ଉଭୟ ଧର୍ମ ମଧ୍ୟରେ ଭ୍ରାତୃତ୍ୱ, ପ୍ରେମ, ଦୟାର ଦେଖି ପାରିଥିଲେ, ତେଣୁକରି ସେମାନଙ୍କର ଗୋଟିଏ ସାମଞ୍ଜସ୍ୟପୂର୍ଣ୍ଣ ମାର୍ଗ ଖୋଜିବାକୁ ସେମାନଙ୍କୁ ପ୍ରେରଣା ଯୋଗାଇଥିଲା। ତାପରେ ସନ୍ଥ ମାନଙ୍କର ପାରସ୍ପରିକ ସମ୍ମାନ। ଏଇ ଯୋଉ ଭକ୍ତି ଆନ୍ଦୋଳନ ଏବଂ ସୁଫି ଆନ୍ଦୋଳନର ଉଭୟ ଯୋଉ ଇଏର ନେତା ମାନେ, ଏ ଧାର୍ମିକ ଗୁରୁ ମାନେ, ସନ୍ଥ ମାନେ ପରସ୍ପର କଣ କରନ୍ତି? ନା ପରସ୍ପର ଆଲୋଚନା କରନ୍ତି ଏବଂ ପରସ୍ପର ଏକ ଈଶ୍ୱରବାଦକୁ ଗ୍ରହଣ କରୁଥିବାରୁ ସେମାନଙ୍କ ମଧ୍ୟରେ ଉଭୟଙ୍କ ପ୍ରତି ସମ୍ମାନ ବୃଦ୍ଧି ପାଇଥାଏ। ପଞ୍ଚଦଶରୁ ଷୋଡଶ ଶତାବ୍ଦୀରେ ଭାରତର ସହିଷ୍ଣୁ ଏବଂ ବୌଦ୍ଧିକ ବିନିମୟର ଯୁଗ ଥିଲା, ଯାହାକି ଭକ୍ତି ଆନ୍ଦୋଳନ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିଥିଲା। ତେଣୁ ଭକ୍ତି ଆନ୍ଦୋଳନଟି ଭାରତର ପଞ୍ଚଦଶରୁ ଷୋଳଶ ଶତାବ୍ଦୀ ମଧ୍ୟରେ ଘଟିଥିଲା। ପିଲାମାନେ ଭିଡ଼ିଓଟି କେମିତି ଲାଗିଲା ମତାମତ କମେଣ୍ଟ ବକ୍ସରେ ଦେବ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରିନେବ ଏବଂ ତା ସହିତ ତୁମ ସାଙ୍ଗମାନଙ୍କ ସହିତ এই ଭିଡ଼ିଓକୁ ସେୟାର କରିବ।